संस्कार हुआ है। अभी और कितना टाइम लगेगा? तो हम लोग भी क्या नहाएंगे और नहाए के चूल्हा जलाएंगे। तारीख तक कराना पड़ेगा हमें, या तो आप 20 तारीख से पहले आ जाओ। अच्छा 20 तारीख से पहले। ଦେଖିପାରୁଥିବେ ଯେ ହରିୟାଣାର ଏକ ପିତାଙ୍କର ଶେଷ ସମୟରେ କୌଣସି ସନ୍ତାନ ଉପସ୍ଥିତ ନାହାନ୍ତି। ଏହା କ'ଣ ସୂଚାଉଛି ବର୍ତ୍ତମାନ ସଭ୍ୟ ସମାଜ? କାରଣ ଭାରତ ଏକ ସଂସ୍କୃତ ଏବଂ ଉଚ୍ଚ ସମ୍ମାନ ଦେବା ସଂସ୍କୃତ ମାନଙ୍କ ଭିତରୁ ସାଂସ୍କୃତିକ ପରିବାର କିମ୍ବା ଅନଡିଭାଇଡେଡ୍ ଫ୍ୟାମିଲି ଯାହା କୁହାଯାଏ ତାହା ବୋଧେ ପୃଥିବୀର ଅନ୍ୟ କୌଣସି ରାଷ୍ଟ୍ର ଆପଣ ଦେଖିବାକୁ ପାଇବେ। କିନ୍ତୁ ଭାରତ ଗୋଟେ ରାଷ୍ଟ୍ର ଯାହାକି ଆପଣ ଏଠାରେ ଅଭିମାନ ପ୍ରେମ ସବୁ କିଛି ଦେଖିବାକୁ ପାଆନ୍ତି ଏବଂ ଆଉ ମାତା ପିତାକୁ ସମ୍ମାନ ଦେବା ଏବଂ ଏକ କଲଚର ଭଗବାନ ପରେ ଯଦି ଭଗବାନ ବୋଲି ମାନୁ ତାହା ହେଉଛି ଆମ ନିଜ ମା ବାପା। କିନ୍ତୁ ନିକଟରେ ଯେତେବେଳେ ଆପଣ ପ୍ରାୟ ଜାଣିଥିବେ ସମସ୍ତେ ଯେଉଁ ହରିୟାଣାର ସୋନିପତ ଠାରେ ତିନିଟି ଝିଅକୁ ଏକ ବ୍ୟବସାୟୀ ବଡ଼ କରିକି ଯେତେବେଳେ ସେମାନେ ବିଦେଶରୁ ଯାଇକି ବଡ଼ ବଡ଼ ଚାକିରି କରିକି ପଇସା ଅର୍ଜିଲେ ସେତେବେଳେ ପିତାଙ୍କୁ ଭୁଲିଯାଇ ପିତାଙ୍କୁ ଅନାଥ ଆଶ୍ରମ ରଖିଲେ। ଅନାଥ ଆଶ୍ରମ ରଖିବା ଠିକ ଲାଳନ ପାଳନ କରିପାରିବେନି, ସମୟ ଦେଇପାରିବେନି, କିନ୍ତୁ ଆପଣ ଶେଷ ସମୟରେ ମଧ୍ୟ ଅନୁପସ୍ଥିତ ରହିବା ଏହା ଠାରୁ ଲଜ୍ଜାଜନକ କଥା କିଛି ନାହିଁ। କାରଣ ଆମେ ଯେତେବେଳେ ସାରା ବିଶ୍ୱ ଭାରତ ସଂସ୍କୃତିକୁ ଆପଣଉଥିବା ବେଳେ ଆମେ ବର୍ତ୍ତମାନ ୱେଷ୍ଟର୍ଣ୍ଣ କଲଚରକୁ ଆପଣଉଛୁ। ଆଜିକା ଡେଟ୍ରେ ଯଦି ଆମେ ଉଚ୍ଚ ପଦସ୍ଥ ରହୁଛୁ କେବଳ ମା ବାପାଙ୍କ ପାଇଁ, କିନ୍ତୁ ସେଇ ମା ବାପାଙ୍କୁ ବିଶେଷ ଦୃଷ୍ଟି ଦେବାରେ ଆମେ କୋଉଠି ନା କୋଉଠି ସମ୍ପୂର୍ଣ୍ଣ ଫେଲ୍ ହେଉଛୁ। ଏଠାରେ ଆମେ ଶିକ୍ଷା ପାଇବା ଆବଶ୍ୟକତା ରହିଛି। ଆମେ ଯେତେ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ, ଯେତେ ବଡ଼ ପୋଷ୍ଟରେ ରହିଲେ ମଧ୍ୟ, କିମ୍ବା ଯେତେ ବଡ଼ ମାଲିକ ହେଲେ ମଧ୍ୟ, କିମ୍ବା କେତେ କୋଟିପତି ହେଲେ ମଧ୍ୟ ଯଦି ଆପଣମାନେ ଆପଣଙ୍କ ପ୍ୟାରେଣ୍ଟସକୁ ଟାଇମ୍ ଦେଇପାରୁନାହାନ୍ତି, ଏହା ଠାରୁ ବଡ଼ ଲଜ୍ଜାଜନକ କଥା ଏବଂ ଜୀବନର ସବୁଠାରୁ ଦୁର୍ଭାଗ୍ୟର କଥା ଥାଏ। କିନ୍ତୁ ବର୍ତ୍ତମାନ ଯୁବଗୋଷ୍ଠୀ ନିଶ୍ଚିତ ରୂପେ ଏହାଠାରୁ ଆମେ ଶିକ୍ଷା ପାଇବାର ଆବଶ୍ୟକତା ରହିଛି। ପରିଣତ ବୟସରେ ମା ବାପାଙ୍କୁ ସମୟ ଦେବା ଏବଂ ସେମାନଙ୍କୁ ଠିକ ସମୟରେ ସେମାନଙ୍କ ସହିତ ରହିବା, ଏହା ଆମେ ଆଜିଠାରୁ ଶପଥ ନେବା। ଧନ୍ୟବାଦ।